ଦେଖନ୍ତୁ ବର୍ତ୍ତମାନ ମୁଁ ନବଗ୍ରହ ବିଷୟରେ ଆପଣଙ୍କୁ ଜଣାଉଛି। ଦେଖନ୍ତୁ ଫାଷ୍ଟ ଦେଖନ୍ତୁ ସୂର୍ଯ୍ୟ, ତା ପାଖକୁ ଅଛନ୍ତି ଚନ୍ଦ୍ର, ତା ପାଖକୁ ଅଛନ୍ତି ମଙ୍ଗଳ, ତା ପାଖକୁ ଅଛନ୍ତି ବୁଧ, ତା ପାଖକୁ ଅଛନ୍ତି ଗୁରୁ, ତା ପାଖକୁ ଅଛନ୍ତି ଶୁକ୍ର, ତା ପାଖକୁ ଅଛନ୍ତି ଶନି, ତା ପାଖକୁ ଅଛନ୍ତି ରାହୁ, ତା ପାଖକୁ ଅଛନ୍ତି କେତୁ। ଦେଖନ୍ତୁ ଇଏ ହେଲେ ନବଗ୍ରହ ଯନ୍ତ୍ର। ନବଗ୍ରହଙ୍କର କାମ କ'ଣ? ତମେ ବର୍ତ୍ତମାନ ଘର କରିଛ, ଘରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି, ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି, ପିଲାମାନେ ଆପଣଙ୍କ କଥା ମାନୁନାହାନ୍ତି, ଚାକିରି ଆପଣଙ୍କର ଦୁର୍ବଳ ଅଛି, ବିଜନେସ୍ରେ ଲସ୍ କରୁଛନ୍ତି, କି ରହିବା ଘରେ ଆପଣଙ୍କର ବାସ୍ତୁଦୋଷ ଲାଗି ରହୁଛି, ତେଣୁକରି କାର୍ଯ୍ୟ ସବୁ ସଫଳ ଆପଣଙ୍କର ହେଉନି, ଖାଇବାରେ ଅଶାନ୍ତି ହେଉଛି, ଘରେ ରହିବାରେ ପରିବାରରେ ଚିଡ଼ିଚିଡ଼ା ପ୍ରବଣ ଦେଖାଉଛନ୍ତି। ତେଣୁକରି ଆକୁ ଖଣ୍ଡନ କରିବା ପାଇଁକା ଯେ ପ୍ରକାର ଆପଣଙ୍କର ବାସ୍ତୁଦୋଷ ଥାଉ ନା କାହିଁକି, ଏ ନବଗ୍ରହ ଯନ୍ତ୍ରକୁ ଆପଣ ଯଦି ଠିକ୍ ପୂଜା କରି ଘରେ ରଖିବେ, ପ୍ରତ୍ୟେକ ଦିନ ପୂଜା କରିବେ, ତାମାନେ ଆପଣଙ୍କର ଦୁଃଖ ଦୂର ହେବ। ଯେତେ ପ୍ରକାର ବାଧାବିଘ୍ନ ହେଉ, ଯେତେ ପ୍ରକାର ବାସ୍ତୁଦୋଷ ହେଉ, ସବୁ ଏ ନବଗ୍ରହ ଯନ୍ତ୍ର ଖଣ୍ଡନ କରିବେ। ଆଉ ଯେ ନବଗ୍ରହ ଯନ୍ତ୍ର ରଖିଲେ ଖାଲି ଆପଣଙ୍କ କାମ ସକ୍ସେସ୍ ହେବ, ଯେ ଘର ଚିଡ଼ିଚିଡ଼ାପଣ କଟିଯିବ, ତାହା ନୁହେଁ। ଯନ୍ତ୍ର ରଖିବା ପୂର୍ବରୁ ଆଗ ମନ୍ତ୍ର ପଢ଼ିବା ନିହାତି ଦରକାର। ରବିଙ୍କର ଓଁ ସୂର୍ଯ୍ୟାୟ ନମ, ତାପରେ ମଙ୍ଗଳଙ୍କର ଆସିଲା ଓଁ ମଙ୍ଗଳାମୟ ନମ, ବୁଧଙ୍କର ଆସିଲା ଓଁ ବୁଧାୟ ନମ, ଗୁରୁଙ୍କର ଆସିଲା ଓଁ ବୃହସ୍ପତାୟ ନମ, ଶୁକ୍ରଙ୍କର ଆସିଲା ଓଁ ଶୁକ୍ରାୟ ନମ, ଶନିଙ୍କର ଆସିଲା ଓଁ ଶନି ମହାଗ୍ରହାୟ ନମ, ତାପରେ ଶନି ପରେ ରାହୁଙ୍କର ଆସିଲା ଓ ରାହୁ ମହାଗ୍ରହାୟ ନମ, କେତୁଙ୍କର ଆସିଲା କେତବାୟ ନମ। କିନ୍ତୁ ଯଦି ଜପ କରିବେ ପ୍ରତିଦିନ, ଆପଣଙ୍କର ଦୁଃଖ ନିବାରଣ ହେବ। ତେଣୁକରି ଭଗବାନ ପାଖେ ସଦାବେଳେ ସ୍ମରଣ ରହିବା ଦରକାର। ଯଦି ଆପଣ ଭଗବାନ ପ୍ରତି ସ୍ମରଣ ନ ରହିବ, ଯନ୍ତ୍ରକୁ ଆପଣ ଠିକ୍ ଭାବେ ପୂଜା କରିବେନି, ତାମାନେ ଫଳ ପାଇବା ଆଶା ଆପଣ କରିବେ ନାହିଁ। କାରଣ ଘରେ ଯଦି ଆପଣ ଘରେ ଫଟୋଟିଏ ରଖି ପୂଜା କରୁଛନ୍ତି, ସବୁଦିନ ସକାଳେ ସନ୍ଧ୍ୟାରେ ଟିକେ ଧୂପ ଦେଉଛନ୍ତି, ତେଣୁକରି ଏଇ ନବଗ୍ରହ ଯନ୍ତ୍ରକୁ ଆପଣ ଯଦି ନବଗ୍ରହ ଯନ୍ତ୍ର ଭାବିକିରି ଘରେ ରଖି ପୂଜା କରିବେ, ସକାଳେ ସନ୍ଧ୍ୟାରେ ଧୂପ ଦେବେ, ନିଜର ମନର କଥା କହିବେ, ତାପରେ ଇଏ ଦୁଃଖ ଦୂର ହେବ। ଯେ ପ୍ରକାର ଆପଣଙ୍କର ବେଡ଼ରୁମ୍ ହେଉ, କି କିଚେନ୍ ରୁମ୍ ହେଉ, କି ଡାଇନିଂ ହଲ୍ ହେଉ, କି ଆଜିକାଲି ଯେଉଁ ଡ୍ରଇଂ ରୁମ୍ ହେଉ, କି ବିଭିନ୍ନ ପ୍ରକାରର ଘରେ ବାସ୍ତୁଦୋଷ ରହୁ, ସିଢ଼ି ଘର ହେଉଛି ତାହା ଦୋଷ ରହୁ, ଯେ ପ୍ରକାରର ଆପଣଙ୍କର ବାସ୍ତୁଦୋଷ ରହୁଛି, ତେଣୁକରି କାର୍ଯ୍ୟ ଆପଣଙ୍କର ଠିକ୍ରେ ହେଇପାରୁନି, ଘରେ ପିଲା ଛୁଆ, ସ୍ତ୍ରୀ ସ୍ୱାମୀ, ବାପା ମା ସାଥିରେ ମନମାଳିନ୍ୟ ହେଉଛି, ଘରେ ଚିଡ଼ିଚିଡ଼ାପଣ ଦେଖାଉଛନ୍ତି, ଏସବୁ ଦୂର କରିବ ଏ ନବଗ୍ରହ ଯନ୍ତ୍ର। ବାସ୍ତୁଦୋଷର ଇଏ ହେଉଛି କାରଣ ବା ଲକ୍ଷଣ। ତେଣୁ ଭଗବାନ ପ୍ରତି ମନ ଧ୍ୟାନ ଦିଅନ୍ତୁ, ପୂଜା କରନ୍ତୁ, ନବଗ୍ରହ ଯନ୍ତ୍ର ଘରେ ସ୍ଥାପନା କରନ୍ତୁ, ତାପରେ ଆପଣ ଫଳ ନିହାତି ପାଇବେ। ଆଉ ଆପଣ ଭଲ ଭିଡ଼ିଓ ଦେଖନ୍ତୁ, ଯେଉଁରା ନିଜର ମଙ୍ଗଳ ପାଇଁ, ଘରର ମଙ୍ଗଳ ପାଇଁ, ପିଲାମାନଙ୍କ ମଙ୍ଗଳ ପାଇଁ, ନିଜ ବିଜନେସ୍ ପାଇଁ ବା ନିଜ ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ। ତେଣୁକରି ସେଇ ଜିନିଷ ଭଲ ଦେଖନ୍ତୁ, ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆପଣମାନେ ତ ଆଜିକାଲି ଭଲ ଦେଖୁନାହାନ୍ତି, ଯେତେ ଖରାପ ଜିନିଷ ଦେଖୁଛନ୍ତି, ଯେଉଁଟାକି ନିଜର ମଙ୍ଗଳ ବାବଦରେ ନିଜର ଅମଙ୍ଗଳ ହେଉଛି। ତେଣୁକୁ ଏତିକି କହିକି ମୁଁ ରହୁଛି। ଆପଣ ଦେଖନ୍ତୁ, ଏ ନବଗ୍ରହ ଯନ୍ତ୍ର ଘରେ ନିହାତି ରଖନ୍ତୁ, ଆଉ ଲାଇକ୍ ଭିଡ଼ିଓକୁ କରନ୍ତୁ।